प्रिय जीशुଙ୍କ ଜଗରେ ସମସ୍ତ ମୋର ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ମୋ ପ୍ରେମର ନମସ୍କାର। ପ୍ରେମ ଆଜି ଆମେ ଶୁଣିବା ଈଶ୍ୱରଙ୍କର ବାକ୍ୟ। ପ୍ରେମ ଶ୍ରେଷ୍ଠ, ପ୍ରେମ ଚିରସ୍ଥାୟୀ, ପ୍ରେମ ହିଁ ଏକମାତ୍ର ସତ୍ୟ ଓ ମଧୁର। ପ୍ରଥମ କରନ୍ତୀୟ 13:4-5 ଲେଖା ଅଛି, ପ୍ରେମ ସହିଷ୍ଣୁ ଅଟେ, ପ୍ରେମ ଦୟାବନ୍ତ, ପ୍ରେମ ଶତ୍ରୁତା କରେ ନାହିଁ, ପ୍ରେମ ସେ ଅହଂଭାବ ଦେଖାଏ ନାହିଁ, ପ୍ରେମ ଗର୍ବ କରେ ନାହିଁ, ପ୍ରେମ କାହାରିକୁ ଅପମାନିତ କରେ ନାହିଁ, ପ୍ରେମ ସ୍ୱାର୍ଥ ଚିନ୍ତା କରେ ନାହିଁ, ପ୍ରେମ କ୍ରୋଧ କରେ ନାହିଁ, ତାହା ଅତି ଚଞ୍ଚଳରେ କାହାରି ପ୍ରତି କୋପ ପ୍ରକାଶ କରେ ନାହିଁ, ପ୍ରେମ କାହାରି ଦୋଷ ଓ ତ୍ରୁଟିକୁ ଖୋଜେ ନାହିଁ, ତାକୁ ସେ ବାନ୍ଧି ରଖେ ନାହିଁ, ପ୍ରେମ କାହାରି ଉପରେ ଶତ୍ରୁତାର ଆଚରଣ ନେଇ ସେ ଜଟିଳ ହୁଏ ନାହିଁ। ପୁଣି ରୋମିଓ ପୁସ୍ତକ 12:9-10 ଲେଖା ଅଛି, ପ୍ରେମ ବିଶ୍ୱସ୍ତ, ପ୍ରେମ ମନ୍ଦକୁ ଘୃଣା କରେ, ତାହା ମନ୍ଦକୁ ପସନ୍ଦ କରେ ନାହିଁ, ତାହା ସଦାବେଳେ ଉତ୍ତମକୁ ଆକର୍ଷିତ ହୋଇଥାଏ, ସେ ସଦାବେଳେ ଏକ ଆଲୋକକୁ ପ୍ରେମ ଓ ସ୍ନେହ ଦେଖାଇବା ପସନ୍ଦ କରେ, ଅନ୍ୟକୁ ନିଜଠାରୁ ଊର୍ଦ୍ଧ୍ୱ ମନେ କରି ସେ ସମ୍ମାନ ପ୍ରଦର୍ଶନ କରେ। ତେବେ ଏ ଅଟେ ଈଶ୍ୱରୀୟ ଚିନ୍ତାର ପ୍ରେମ ବିଷୟ, ଯାହା ପବିତ୍ର ଧର୍ମଗ୍ରନ୍ଥ କହେ, ଏହି ପ୍ରେମରେ ସେ ସକଳ ସୃଷ୍ଟିକୁ ସେ ପ୍ରତିପାଳନ କରନ୍ତି। ତେଣୁ ସେ ପ୍ରେମିକ ପିତା ପରମେଶ୍ୱର। ଯଦି ଏହି ପ୍ରେମକୁ ଆମେ ଦେଖିବା, ପ୍ରେମ ଯେ ଧୈର୍ଯ୍ୟଶୀଳ, ସହିଷ୍ଣୁ, ଏହି ଗୋଟିଏ ଅଂଶକୁ ଯଦି ଆମେ ଅନୁଧ୍ୟାନ କରିବାକୁ ଚାହୁଁ, ତେବେ ଆମେ ଗୋଟିଏ ଗଳ୍ପଟେ ନେବା। ସତ୍ୟ ପରମେଶ୍ୱରଙ୍କର ଜଣେ ପୂଜାରୀ ଥିଲେ, ଜୀବିତ ଈଶ୍ୱରଙ୍କର ଉପାସକ ସିଏ, ଆଉ ସେ ମିଥ୍ୟା ଦେବତାର କଳ୍ପିତ ମୂର୍ତ୍ତିର ସେ ଘୃଣାକାରୀ ଥିଲେ। ତେବେ ଏହି ଈଶ୍ୱର ପ୍ରେମୀ ଜଣକ ଦିନେ ସନ୍ଧ୍ୟା ସମୟ, ବିଳମ୍ବ ସନ୍ଧ୍ୟା, ସେ ଭେଟନ୍ତି ଜଣେ ପଥିକଙ୍କୁ। ସେ ଜାଣିପାରିଲେ ତାଙ୍କ ସହିତ ବାର୍ତ୍ତାଳାପ ପରେ ବ୍ୟକ୍ତିଟି ସୁଦୂର ପଥ ଅତିକ୍ରମ କରି ପାଦରେ ଚାଲି ଆଉ ତାର ଆଶ୍ରୟ ନାହିଁ ରାତ୍ରିଟି ଯାପନ କରିବା ପାଇଁ। ତେଣୁ ଗୃହସ୍ଥ ବାଧ୍ୟ ହୁଅନ୍ତି। ଏହି ଈଶ୍ୱର ପ୍ରେମୀ ବ୍ୟକ୍ତି ବି ଥିଲେ ଜଣେ ପ୍ରତିବାସୀ ପ୍ରେମୀ। ସେ ତାହାଙ୍କୁ ସ୍ୱାଗତ କରନ୍ତି ଆପଣାର ଗୃହରେ ଅତିଥି ରୂପେ। ତେବେ ତାହାଙ୍କ ନିମନ୍ତେ ସେ ରାତ୍ରି ଯାପନର ସୁବ୍ୟବସ୍ଥା ବି କଲେ ସତ, ଖାଦ୍ୟପେୟର ବି ସୁନ୍ଦର ତାଙ୍କ ପାଇଁ ବ୍ୟବସ୍ଥା ବି କଲେ। ପ୍ରତ୍ୟୁଷରେ ସେ ଯେତେବେଳେ ଉଠିଲେ, ଏ ଗୃହସ୍ଥ ଆପଣାର ପରମେଶ୍ୱରଙ୍କୁ ସେ ଆରାଧନା କଲେ। ଆଉ ଆରାଧନା ପରେ ସେ ଯେବେ ଯାଆନ୍ତି ସେଇ ଅତିଥି ଜଣଙ୍କୁ ଭେଟିବା ପାଇଁ, ସେ ଦେଖନ୍ତି ସେ ବି ତାଙ୍କ ପୁଟଳିରୁ ଗୋଟିଏ ମୂର୍ତ୍ତିଟେ ବାହାର କରିଛନ୍ତି, ଯେଉଁ ମୂର୍ତ୍ତିକୁ ଧରି ସିଏ ପୂଜା ଉପାସନାରେ ମଗ୍ନ ଅଛନ୍ତି। ତେବେ ଏଇ ଯୋଉ ଗୃହସ୍ଥ ଜଣକ ଯିଏ ଏକମାତ୍ର ପରମେଶ୍ୱରଙ୍କର ଆରାଧକ ଥିଲେ, ଏପରି ଏକ ପ୍ରତିମା ପୂଜାରୀକୁ ସେ ଆଉ ପସନ୍ଦ କରନ୍ତି ନାହିଁ। ସେ ତାଙ୍କୁ ଚିତ୍କାର କରି ଭର୍ତ୍ସନା କରି କହନ୍ତି, ଏହି ସ୍ଥାନରେ ମୁଁ ତୁମକୁ ଆଉ ସ୍ଥାନ ଦେବି ନାହିଁ, ତୁରନ୍ତ ଏଠାରୁ ତମେ ଚାଲି ଯାଅ। ସେ ତାଙ୍କ ପ୍ରତି କ୍ରୋଧର ବାକ୍ୟ ସେ କହନ୍ତି।
किंतु एई मुहूर्तरे देखा जाए सेई अनंतर निराकार परमेश्वर एई उभयंकर वार्तालाप मध्यरे विराजमान ही जानती ଆଉ ସେ କହନ୍ତି ଜୀବିତ ଈଶ୍ୱର ସେ ଗୃହସ୍ଥଙ୍କୁ କହନ୍ତି ଏଇ ବ୍ୟକ୍ତି ଜଣକ ତାଙ୍କ ଜନ୍ମରୁ ଆଜି ତାଙ୍କର 70 ବର୍ଷ ବୟସ ଏଇ ଆଚରଣରେ ହିଁ ସେ ମୋ ସହିତ ଜୀବନ ଅତିବାହିତ କରି ଚାଲିଛନ୍ତି କିନ୍ତୁ ତଥାପି ପୃଥିବୀରୁ ମୁଁ ତାଙ୍କୁ ଲୋପ କରି ନାହିଁ ମୃତ୍ୟୁ ଦେଇ ନାହିଁ ମୁଁ ସମୟ ଜଗି ଅଛି ସେ କେବେ ମୋ ନିକଟକୁ ଆଉ ମତେ ହିଁ ଆରାଧନା କରିବ କିନ୍ତୁ ତମେ ଏଇ ଗୋଟିଏ ରାତ୍ରି ଯାପନରେ ଏଇ ଗୋଟିଏ ଦିନର ଦର୍ଶନରେ ତମେ ତାର କି ଏଇ ଉପାସନାରେ ଏତେ କ୍ରୋଧ ଆଉ କୋପ କରିଛ ତମର ଧୈର୍ଯ୍ୟ ନାହିଁ ଏଇ ଗୋଟିଏ ଦିନର କ୍ଷମା ଦେବା ପାଇଁ ସେହି ସମୟରେ ଗୃହସ୍ଥ ଅନୁତପ୍ତ ହୁଅନ୍ତି ଆଉ ସେହି ସମୟରେ ସେଇ ଯୋଉ ଅଧିକ ଜଣକ ଜାଣନ୍ତି ବାସ୍ତବରେ ଏଇ ଗୃହସ୍ଥ ଯୋଉ ଈଶ୍ୱରଙ୍କୁ ଆରାଧନା କରନ୍ତି ସେ ହିଁ ସତ୍ୟ ଓ ଜୀବିତ ଈଶ୍ୱର ତାଙ୍କ ବ୍ୟତୀତ ଆଉ କେହି ଈଶ୍ୱର ନୁହଁ ତେବେ ସେ ଯୋଉ ମୂର୍ତ୍ତିକୁ ଧରି ସେ ଉପାସନା କରୁଥିଲେ ତାହା ନଥିଲା ଈଶ୍ୱର ଅବା ତାହା ନଥିଲା ସତ୍ୟ ଓ ଜୀବିତ ଈଶ୍ୱରଙ୍କର ରୂପ ତହିଁରେ ତାକୁ ସେ ତ୍ୟାଗ କରନ୍ତି ଆଉ ସେ ଦର୍ଶନ ପାଇବା ପରେ ସତ୍ୟ ଈଶ୍ୱରଙ୍କୁ ପ୍ରେମ କରନ୍ତି ଆଉ ସେ ଗୃହସ୍ଥଙ୍କ ସଦୃଶ୍ୟ ସତ୍ୟ ଓ ପ୍ରେମର ପରମେଶ୍ୱରଙ୍କୁ ସେ ପୂଜା ଆରାଧନା କରନ୍ତି ତେବେ ସେ ପ୍ରେମର ପରମେଶ୍ୱର ଏଠି ଗୃହସ୍ଥଙ୍କୁ ଜଣାଇବା ପାଇଁ ଦର୍ଶନ ବି ଦିଅନ୍ତି ଯେ ଆମେ ମାନେ ଯଦି ବି ଈଶ୍ୱରଙ୍କର ଆଜ୍ଞାବହ ଅଟୁ ପ୍ରତିବାସୀ ପ୍ରେମୀ ଯଦି ବି କିନ୍ତୁ ସାମାନ୍ୟ ତ୍ରୁଟି କ୍ଷଣିକ ପାଇଁ ବି ସହ୍ୟ କରିପାରୁନାହୁଁ ଧୈର୍ଯ୍ୟର ସହିତ ଏକ ଆରକୁ ଆମେ ଆଚରଣ ଆମେ ଈଶ୍ୱର ବିଧାନରେ ଦେଖାଇ ପାରୁନାହୁଁ ତେଣୁ ଏହି ବାକ୍ୟରେ ଈଶ୍ୱର ଆମକୁ ଏହି ଗଳ୍ପ ଦ୍ୱାରା ନିର୍ଦ୍ଦେଶ କରନ୍ତି ଯେଉଁ ପରମେଶ୍ୱର କି ସର୍ବଶକ୍ତିମାନ ଏହି ବ୍ୟକ୍ତିର ଜୀବନ କାଳରେ ସେ ଦେଖନ୍ତି ଏତେ ସମସ୍ତ ତାଙ୍କ ପ୍ରତି ଅନୁଗ୍ରହ ଦେବା ସତ୍ତ୍ୱେ ସେ ଚାଲିଛନ୍ତି ତାଙ୍କର କଳ୍ପିତ ଦେବତାଙ୍କୁ ଧରି ପୂଜା କରିବାରେ ତଥାପି ପ୍ରଭୁ ତାଙ୍କୁ ଅଭିଶାପ ଦେଇନାହାନ୍ତି ଧୈର୍ଯ୍ୟରେ ତାଙ୍କୁ ଜଗିଛନ୍ତି ତେଣୁ ଆମେ ଆମ ଆପଣା ପରିପାର୍ଶ୍ୱରେ ଥିବା ପ୍ରତିବାସୀର ତ୍ରୁଟିରେ ବିଚଳିତ ନ ହୋଇ ତାଙ୍କ ନିମନ୍ତେ ଏକ ଈଶ୍ୱରଙ୍କ ନିରୂପିତ ସମୟ ଓ ସୁଯୋଗ ପର୍ଯ୍ୟନ୍ତ ଆମେ ପ୍ରତୀକ୍ଷା କରିବା ସହିଷ୍ଣୁତାର ସହିତ ଆଚରଣ କରିବା ତଦ୍ୱାରା ଆମେ ଅନ୍ୟର ହୃଦୟକୁ ଜୟ କରିବା ଏହି ପ୍ରେମ ଧୈର୍ଯ୍ୟଶୀଳ ଅଟେ ଧୈର୍ଯ୍ୟ ବିନା ପ୍ରେମ ବାସ୍ତବ ନୁହଁ ତେଣୁ ଆମେ ଶତ୍ରୁ ଅବା ମିତ୍ର ଆତ୍ମୀୟ ଅବା ଅପରିଚିତ ପ୍ରତ୍ୟେକଙ୍କ ପ୍ରତି ଆମ ହୃଦୟରେ ଆମେ ସହିଷ୍ଣୁତା ରଖିବା ତାଙ୍କର ଦୋଷରେ ବିଚଳିତ ନ ହୋଇ ଆମେ ଧୈର୍ଯ୍ୟର ସହିତ ଆଚରଣ କରିବା ଈଶ୍ୱର ଯେପରି ଆମ ଜୀବନରେ ପ୍ରତି କ୍ଷଣରେ କରୁଥିବା ତ୍ରୁଟି ଜାଣୁଥିଲେ ଦେଖୁଥିଲେ ସୁଦ୍ଧା ଯେପରି ଆମକୁ ସହି ନିଅନ୍ତି ଆମେ ଆପଣାର ପ୍ରତିବାସୀ ଠାରେ ଶତ୍ରୁ ଠାରେ ଥିବା ତ୍ରୁଟିରେ ବି ଧୈର୍ଯ୍ୟଶୀଳ ହୋଇ ସହିଷ୍ଣୁର ସହିତ ଆମେ ତାଙ୍କ ସହିତ ଖାପ ଖୁଆଇବା ଆସନ୍ତୁ ଏ ପୃଥିବୀ ଆଜି ଏଇ ମହାନ ଗୁଣକୁ ହରାଇ ବସିଛି ଆଜି ମଣିଷ ହୋଇଯାଇଛି ମଣିଷ ହୃଦୟ କଠୋର ହୋଇଯାଇଛି ସେ ଅସ୍ଥିର ଆଉ ବିଚଳିତ ଧୈର୍ଯ୍ୟ ତାର ଅଧୈର୍ଯ୍ୟ ହୋଇଯାଇଛି ସେ ସହିପାରେ ନାହିଁ ସାମାନ୍ୟ ତ୍ରୁଟି ତାର କ୍ରୋଧାଗ୍ନି ଜଳି ଉଠେ ଆଉ ସେ କ୍ଷଣିକ ମଧ୍ୟରେ ଏକ ଉଗ୍ର ରୂପ ନେଇ ବିନାଶ ଆଡକୁ ଯାଏ କିନ୍ତୁ ପ୍ରେମ ଓ ଧୈର୍ଯ୍ୟ ଦେଖାଇ ପାରେ ନାହିଁ ତେଣୁ ଆସନ୍ତୁ ଆମେ ସେଇ ପରମେଶ୍ୱର ଯେପରି ଗୃହସ୍ଥଙ୍କୁ ଓ ପଥିକକୁ ଯେପରି ତାଙ୍କର ଦିବ୍ୟ ପ୍ରେମରୁ
धैर्यरू उभयଙ୍କ ପାଇଁ ସହାୟତା ଦେଇ ତାଙ୍କୁ ଯଜ୍ଞ କଲେ। ଆମ ପାଇଁ ଆଜି ସେ ଆଶୀର୍ବାଦ କରନ୍ତୁ। ଆମେ ଭିଡିଓ ଦର୍ଶନକାରୀ ପ୍ରତ୍ୟେକ ଶ୍ରୋତା ଏକାନ୍ତରେ ଆମେ ନିବେଦନ କରିବା ପ୍ରଭୁଙ୍କ ଠାରେ। ପ୍ରିୟ ପିତା, ତୁମେ ଆମକୁ ପ୍ରେମରେ ପୂର୍ଣ୍ଣ କର। ଏକ ଆରକ ପ୍ରତି ଯେପରି ଆମେ ସହିଷ୍ଣୁର ଅନ୍ତରରେ ଧୈର୍ଯ୍ୟର ହୃଦୟରେ ଆଚରଣ କରିବୁ, ଏକ ଆରକୁ ଆମେ କ୍ଷମା ଦେଇ ତୁମରି ନାମରେ ଆମେ ପ୍ରେମ ପ୍ରଦର୍ଶନ କରିବୁ। ତୁମ ପ୍ରେମରେ ହିଁ ଆମକୁ ପ୍ରଜ୍ୱଳିତ କର, ପରିପୂର୍ଣ୍ଣ କର। ଏ ପୃଥିବୀରେ ଆଜି ମନୁଷ୍ୟ ଅନ୍ତରରେ এই ବାସ୍ତବ ପ୍ରେମ ଅପସରି ଯାଇ କ୍ରୋଧ ପରିପୂର୍ଣ୍ଣ ଅଛି, ଅସହିଷ୍ଣୁତା ଭରି ରହିଅଛି। ଅଧୈର୍ଯ୍ୟତାକୁ କାଢ଼ି ନିଅ, ଧୈର୍ଯ୍ୟଶୀଳ ହେବା ପାଇଁ କରନ୍ତୁ।